ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ପଞ୍ଚସଖା ଯୁଗ ସମ୍ପର୍କରେ ଆଲୋଚନା କରିବା। 1500 ଓ 1600 ଶତାବ୍ଦୀକୁ ପଞ୍ଚସଖା ଯୁଗ କୁହାଯାଏ। ଏହି ଯୁଗରେ 5 ଜଣ ଭକ୍ତି କବି ଅନନ୍ତ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ଜଗନ୍ନାଥ ଦାସ ଓ ବଳରାମ ଦାସଙ୍କୁ ନେଇ ପଞ୍ଚସଖା ଗଠିତ। ଏହି 5 ଜଣଙ୍କୁ ଚୈତନ୍ୟଙ୍କ ପଞ୍ଚସଖା ମଧ୍ୟ କୁହାଯାଏ। ଅଗମ୍ୟ ଭାବ ଜାଣେ ଯଶୋବନ୍ତ, ଗାରକଟା ଯନ୍ତ୍ର ଜାଣେ ଅନନ୍ତ, ଆଗତ ଅନାଗତ ଅଚ୍ୟୁତ ଭଣେ, ବଳରାମ ଦାସ ତତ୍ତ୍ୱ ବଖାଣେ, ଭକ୍ତିର ଭାବ ଜାଣେ ଜଗନ୍ନାଥ, ପଞ୍ଚସଖା ଏ ଓଡ଼ିଶା ମହନ୍ତ। ଆମେ ପ୍ରଥମେ ଜଗନ୍ନାଥ ଦାସଙ୍କ ସମ୍ପର୍କରେ ଜାଣି ରଖିବା। ଜଗନ୍ନାଥ ଦାସ 1490 ମସିହାରେ ଜନ୍ମଗ୍ରହଣ କରିଥିଲେ, 1550 ମସିହାରେ ମୃତ୍ୟୁବରଣ କରିଥିଲେ। ଆଉ କେତେକ ମତ ଦିଅନ୍ତି 1492ରେ ଜନ୍ମ, 1552ରେ ସେ ମୃତ୍ୟୁବରଣ କରିଛନ୍ତି। ପିତା ଭଗବାନ ଦାସ ଓ ମାତା ପଦ୍ମାବତୀଙ୍କ ଠାରୁ ଜନ୍ମିତ ଓଡ଼ିଆ ସାହିତ୍ୟର ପଞ୍ଚସଖାଙ୍କ ଭିତରୁ ଜଣେ। ଶ୍ରୀ ଚୈତନ୍ୟ ଦେବଙ୍କ ସମୟରେ ଉତ୍କଳର ଯେଉଁ ପଞ୍ଚମୂର୍ତ୍ତି ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଶିଶୁ ଅନନ୍ତ ଦାସ, ଯଶୋବନ୍ତ ଦାସ ବୈଷ୍ଣବ ମହାପୁରୁଷମାନେ ପ୍ରସିଦ୍ଧ ଲାଭ କରିଥିଲେ, ସେମାନେ ପଞ୍ଚସଖା ନାମରେ ବିଖ୍ୟାତ। ଏହି ପଞ୍ଚସଖା ଓଡ଼ିଶାରେ ଭକ୍ତି ଧାରାର ଆବାହକ ଥିଲେ। ଜଗନ୍ନାଥ ଦାସ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ କବି ଥିଲେ। ଓଡ଼ିଆରେ ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ। ଶ୍ରୀ ଚୈତନ୍ୟ ତାଙ୍କର ଭକ୍ତିଭାବରେ ପ୍ରୀତି ହୋଇ ସମ୍ମାନରେ ଅତି ବଡ଼ି ଡାକୁଥିଲେ, ଯାହାର ଅର୍ଥ ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ। ତାଙ୍କ ରଚନାବଳୀ ସମ୍ପର୍କରେ ମଧ୍ୟ ଜାଣି ରଖିବା। ଜଗନ୍ନାଥ ଦାସ ବଟଗଣେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତକୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତିରେ ରଚନା କରିଥିଲେ। ଅଦ୍ୟାବଧି ତାହା ଓଡ଼ିଶାରେ ପୁରପଲ୍ଲୀମାନଙ୍କରେ ସର୍ବତ୍ର ପାଠ କରାଯାଉଥିବା ଦେଖାଯାଏ। ଏହି ଗ୍ରନ୍ଥ ପ୍ରଣୟନ କରି ସେ ଉତ୍କଳର ମହନୀୟ ସାଧନ କରିଯାଇଅଛନ୍ତି। ଏହାଛଡ଼ା ସେ ସଂସ୍କୃତ ଓ ଉତ୍କଳ ଭାଷାରେ ଭକ୍ତିରସପୂର୍ଣ୍ଣ ବହୁତ ଗ୍ରନ୍ଥ ଲେଖିଯାଇଅଛନ୍ତି। ଶ୍ରୀ ଜଗବନ୍ଧୁ ସିଂହ ମତ ପ୍ରକାଶ କରନ୍ତି ଜଗନ୍ନାଥ ଦାସ କ'ଣ କ'ଣ ରଚନା କରିଛନ୍ତି। ଅର୍ଥ କହିଲେ ଫୁଲତୋଳ ଚଉତିଶା, ଫୁଲତୋଳା ଚଉତିଶା, ଦୂତିବୋଧ, ଶ୍ରୀ ସତସଙ୍ଗ, ତୁଳାଭିଣା, ପସନ୍ଦ ଦଳନ, ଗଜନିସ୍ତରଣ, ଶ୍ରୀମଦ୍ ଭାଗବତ, ଜଗନ୍ନାଥ କରିକ, ଧ୍ରୁବସ୍ତୁତି, ମନଶିକ୍ଷା। ପଣ୍ଡିତ ସଦାଶିବ ମିଶ୍ର ମତ ଅନୁସାରେ କୃଷ୍ଣ ଭକ୍ତି କଳ୍ପଲତା, କୃଷ୍ଣ ଭକ୍ତି କଳ୍ପଲତା ଫଳମ୍, ନିତ୍ୟ ଗୁପ୍ତମାଳା, ଉପାସନ ଶତକ, ପ୍ରେମ ଶୁଦ୍ଧ ମୂର୍ଧା, ନିତ୍ୟାଚାର ଦୀକ୍ଷା ସହିତ ଉପାସନା ବିଧି, ଶ୍ରୀ ରାଧା ରସମଞ୍ଜରୀ, ନୀଳାଦ୍ରି ଶତକମ୍ ଇତ୍ୟାଦି। ତାଙ୍କର ସଜନା ଗୁଡ଼ିକ ସଂସ୍କୃତ ରଚନାବଳୀ ଗୁଡ଼ିକ ହେଉଛି ଉପାସନ ଶତକମ୍, କୃଷ୍ଣ ଭକ୍ତି କଳ୍ପଲତା, ଜଗନ୍ନାଥ ଚରଣମୁଧି ସରଣୀ, ନିତ୍ୟ ଗୁପ୍ତମାଳା, ନୀଳାଦ୍ରି ଶତକମ୍, ପ୍ରେମ ସୁଧା ମୂର୍ଧା, ଶ୍ରୀରାଧା ରସମଞ୍ଜରୀ, ମୁର୍ଗୁଣୀ ସ୍ତୁତି। ଜଗନ୍ନାଥ ଦାସ ରଚନା କରିଥିବା ଓଡ଼ିଆରେ ତାଙ୍କ ପୁସ୍ତକ ଗୁଡ଼ିକ ହେଉଛି ଭାଗବତ, ଗୁପ୍ତ ଭାଗବତ, ଦାରୁବ୍ରହ୍ମ ଗୀତା, ଗୁଣ୍ଡିଚା ବିଜେ, ଗୋଲୋକ ସାରୋଦ୍ଧାର, ଶୈବାଗମ ଭାଗବତ, 16 ଚଉପଦୀ, ସତସଙ୍ଗ ବର୍ଣ୍ଣନ, ଅର୍ଥ କୋଇଲି, କବି ମାର୍କଣ୍ଡଙ୍କ ରଚିତ କେଶବ କୋଇଲିର ଆଧ୍ୟାତ୍ମିକ ବ୍ୟାଖ୍ୟା, ତୁଳାଭିଣା, ଶିବ ପାର୍ବତୀଙ୍କ କଥୋପକଥନ ଛଳରେ ଉତ୍କଳୀୟ ବୈଷ୍ଣବ ଧର୍ମର ବିଶେଷତ୍ୱମାନ ବର୍ଣ୍ଣିତ ହୋଇଛି। ଏବେ ଆମେ ଅଚ୍ୟୁତାନନ୍ଦ ଦାସଙ୍କ ସମ୍ପର୍କରେ ଜାଣିବା। ଅଚ୍ୟୁତାନନ୍ଦ ଦାସ 1600 ଖ୍ରୀଷ୍ଟାବ୍ଦର ପ୍ରାରମ୍ଭ ବେଳକୁ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ବୈଷ୍ଣବ କବି। ଓଡ଼ିଆ ଭାଷାରେ ଯୋଗ, ପୁରାଣ ଓ ଆଗତ ଭବିଷ୍ୟ ଉପରେ ଆଧାରିତ 36ଟି ସଂହିତା, 78ଟି ଗୀତା, 100ଟି ମାଳିକା, ଅନେକ ଭଜନ, ଚଉପଦୀ, ଜଣାଣ, ଏହିପରି ପାଖାପାଖି 1,60,000
ପଦ୍ୟ ପଦାବଳୀ ସେ ରଚନା କରିଯାଇଛନ୍ତି। ଯୋଗ ଜ୍ୟୋତିଷ ଦର୍ଶନ ବାସ୍ତୁ ମନ୍ତ୍ର ଯନ୍ତ୍ର ତନ୍ତ୍ର ଆୟୁର୍ବେଦ ତଥା ଏହିପରି ଅନେକ ବିଷୟ ଏବଂ ବିଦ୍ୟାରେ ତାଙ୍କର ପାରଦର୍ଶିତା ଥିବାରୁ ସେ ମହାପୁରୁଷ ନାମରେ ମଧ୍ୟ ପରିଚିତ। ତାଙ୍କ ରଚନାବଳୀ ଗୁଡ଼ିକ ପୁରାଣ ଭିତରେ ହରିବଂଶ ରଚନା କରିଛନ୍ତି। ତାଙ୍କର ମାଳିକା ଭିତରେ ଆଗତ ଭବିଷ୍ୟତ ମାଳିକା, ଯାଇଫୁଲ ମାଳିକା, ଦଶପଟଳ ମାଳିକା, କଳିଯୁଗ ମାଳିକା। ତାଙ୍କର ଗୀତା ରଚନା ଭିତରେ ଗୁରୁଭକ୍ତି ଗୀତା, ବ୍ରହ୍ମ ଏକାକ୍ଷର ଗୀତା, ଶୂନ୍ୟ ଗୀତା, କୈବର୍ତ୍ୟ ଗୀତା, କଳିଯୁଗ ଗୀତା, ଗରୁଡ଼ ଗୀତା, ଉପଦେଶ ଚକ୍ର ଗୀତା, ମଣିବନ୍ଧ ଗୀତା, ଆଦିବ୍ରହ୍ମ ଗୀତା, ଆଦିଲୀଳା ଗୀତା, ଭକ୍ତଲୀଳା ଗୀତା। ତାଙ୍କର ସଂହିତା ଭିତରେ ଶୂନ୍ୟ ସଂହିତା, ଅଣାକାର ସଂହିତା, ବଟ ସଂହିତା, ଅମର କୁମର ସଂହିତା, ଛାୟା ସଂହିତା, ଅବାଡ଼ ସଂହିତା, ଜ୍ୟୋତି ସଂହିତା, ଅନାହତ ସଂହିତା, ବୀଜ ସଂହିତା, ବ୍ରହ୍ମ ସଂହିତା ଇତ୍ୟାଦି। ତାଙ୍କ ରାହାସ ଭିତରେ ନିତ୍ୟ ରାହାସ, ମହାନିତ୍ୟ ରାହାସ, ଶୂନ୍ୟ ରାହାସ, ଠୁଳ ଶୂନ୍ୟ ରାହାସ, ରାଧାରାସ, ଦ୍ୟୁତି ରାହାସ, ବୃନ୍ଦା ରାହାସ, ପରମ ରାହାସ, ଅନନ୍ତ ରାସ, ପଦ୍ମବନ ରାସ। ତାଙ୍କର ଟୀକା ଭିତରେ ବର୍ଣ୍ଣ ଟୀକା, କଳ୍ପ ଟୀକା, ଚନ୍ଦ୍ରକଳ୍ପ ଟୀକା, ପଦ୍ମକଳ୍ପ ଟୀକା। ପଟଳ ଭିତରେ ସେ 46 ପଟଳ, 24 ପଟଳ, 16 ପଟଳ ରଚନା କରିଛନ୍ତି। କୋଇଲି ଭିତରେ ଜ୍ଞାନୋଦୟ କୋଇଲି, ଡିବିଡିବି କୋଇଲି, ବାଖର କୋଇଲି। ବିଭିନ୍ନ ପଦାବଳୀ ଓ ଗ୍ରନ୍ଥ ସମୂହ ଗୁଡ଼ିକ ତାଙ୍କ ଭିତରେ ଅଷ୍ଟଗୁଜରୀ, ନବଗୁଜରୀ, 13 ଜନ୍ମ ସ୍ମରଣ, ଗୋପାଳଙ୍କ ଓଗାଳି ଓ ଲଉଡ଼ି ଖେଳ, ପଟା ମୋଡ଼ାଣ, ଚକଡ଼ା ମୋଡ଼ାଣ, ଶିବକଳ୍ପ, ଶରଣ ପଞ୍ଜର, ତତ୍ତ୍ୱବୋଧିନୀ, ଭାବନାବର, 84 ଯନ୍ତ୍ର, ଶ୍ରୀ ଅଣାକର ବ୍ରହ୍ମଯନ୍ତ୍ର, ବ୍ରହ୍ମଶାଙ୍କୁଳି, ଅଭୟ କବଚ। ଏବେ ଜାଣିବା ବଳରାମ ଦାସଙ୍କ ସମ୍ପର୍କରେ। ବଳରାମ ଦାସ ଓଡ଼ିଶାରେ ଜନ୍ମିତ ଓଡ଼ିଆ ଭାଷାର କବି ଥିଲେ। ସେ ଓଡ଼ିଶାରେ ପୁରାଣ ଓ ଭକ୍ତିମୂଳକ କାବ୍ୟ କବିତା ରଚନା କରିଯାଇଛନ୍ତି। ତାଙ୍କର ରଚିତ ଓଡ଼ିଆ ରାମାୟଣ ତହିଁମଧ୍ୟରୁ ଅନ୍ୟତମ। ବଳରାମ ଦାସଙ୍କ ଜନ୍ମବର୍ଷ 1474 ବୋଲି ଏକ ହିସାବରୁ ଅନୁମାନ କରାଯାଇଥାଏ। ତାଙ୍କ ବାପାଙ୍କ ନାମ ଶ୍ରୀ ସୋମନାଥ ମହାପାତ୍ର ଓ ମାତାଙ୍କ ନାମ ମୋହମାୟା। ସୋମନାଥ ପ୍ରତାପରୁଦ୍ରଙ୍କ ଶାସନ କାଳରେ ଜଣେ ମନ୍ତ୍ରୀ ରୂପେ ନିଯୁକ୍ତି ଥିଲେ। ବଳରାମ ଦାସ ପୁରୀ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିଲେ ବୋଲି ଉଲ୍ଲେଖ କରିଥିଲେ ମଧ୍ୟ କଟକ ଜିଲ୍ଲାର ଯାଜପୁର ତାଙ୍କର ପ୍ରକୃତ ଜନ୍ମସ୍ଥାନ ଥିଲା ବୋଲି ଆଉ ଗୋଟିଏ ମତ ମଧ୍ୟ ରହିଛି। ବାଲ୍ୟକାଳ ଯେଉଁଠାରେ କଟିଯାଉ ପଛକେ ଶ୍ରୀ ଚୈତନ୍ୟ ପୁରୀକୁ ଆସିବା ସମୟକୁ ବଳରାମ ପୁରୀକୁ ଆସି ସାରିଥିଲେ। ଏପରି ମଧ୍ୟ କୁହାଯାଏ ଶ୍ରୀ ଚୈତନ୍ୟ ପୁରୀକୁ ଆସିବା ପୂର୍ବରୁ ସେ ଓଡ଼ିଆ ରାମାୟଣ ବା ଜଗମୋହନ ରାମାୟଣ ରଚନା କରିସାରିଥିଲେ। ତାଙ୍କ ରଚନାବଳୀ ଗୁଡ଼ିକ ହେଉଛି ବଳରାମ ଦାସଙ୍କ ପ୍ରମୁଖ କୃତି ଓଡ଼ିଆ ରାମାୟଣ। ସେ ଶ୍ରୀମଦ୍ ଭାଗବତ ଗୀତାର ଅନୁବାଦ ମଧ୍ୟ କରିଛନ୍ତି। ତାଙ୍କର ଅନ୍ୟାନ୍ୟ ରଚନାବଳୀ ଗୁଡ଼ିକ ହେଲା ଦାଣ୍ଡି ରାମାୟଣ, ଏହାକୁ ଜଗମୋହନ ରାମାୟଣ ବୋଲି ମଧ୍ୟ କୁହାଯାଏ, ଗୁପ୍ତ ଗୀତା, ବେଦାନ୍ତ ସାର, ଅମରକୋଷ ଗୀତା, ବଟ ଅବକାଶ, ଭାବସମୁଦ୍ର, କାନ୍ତ କୋଇଲି, ବ୍ରହ୍ମଜ୍ଞାନ ଏକାକ୍ଷର, ବ୍ରହ୍ମାଣ୍ଡ ଭୂଗୋଳ। ଏବେ ଜାଣିବା ଅନନ୍ତ ଦାସଙ୍କ ସମ୍ପର୍କରେ। ଅନନ୍ତ ଦାସ ବା ଶିଶୁ ଅନନ୍ତ ଦାସ ଓଡ଼ିଶାରେ ଜନ୍ମିତ ଜଣେ ଓଡ଼ିଆ ଭକ୍ତ କବି ଥିଲେ। ଓଡ଼ିଆରେ ପୁରାଣ ରଚନା କରିବାରେ ସେ ଅନ୍ୟତମ। ସେ ଅନେକ ଭକ୍ତି କବିତା ରଚନା କରିଯାଇଥିଲେ। ଅନନ୍ତ ଦାସ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ। ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତଙ୍କ ସହିତ ଅନନ୍ତ ଥିଲେ ଯୋଗଜ୍ଞାନ ଉପରେ ଆଧାରିତ ଉତ୍କଳୀୟ ବୈଷ୍ଣବ ମତବାଦର ଜଣେ ପରିପୋଷକ ସନ୍ଥ। ଶିଶୁ ଅନନ୍ତ ପିତାଙ୍କ ନାମ କପିଳ ମହାନ୍ତି ଓ ମାଙ୍କ ନାମ ଗୌରୀ। ତାଙ୍କ ଜନ୍ମ ବାଲପଡ଼ା ଅଞ୍ଚଳରେ। ଅଚ୍ୟୁତାନନ୍ଦଙ୍କ ରଚିତ ଉଦୟକାହାଣୀରୁ ଜଣାଯାଏ ଅନନ୍ତ ଦାସ ଜନ୍ମ 1472 ଖ୍ରୀଷ୍ଟାବ୍ଦରେ ହୋଇଥିଲା। କିନ୍ତୁ କିମ୍ବଦନ୍ତୀ କ'ଣ କୁହେ ସେ ସମ୍ପର୍କରେ ଜାଣି ରଖିବା। ତାଙ୍କ ନାମ କାହିଁକି ଶିଶୁ ଅନନ୍ତ ହେଲା, ଏ ବିଷୟରେ ଏକ କିମ୍ବଦନ୍ତୀରୁ ଜଣାଯାଏ ଯେ ଜଗତସିଂହପୁର ଜିଲ୍ଲା ଅଞ୍ଚଳରେ ତିର୍ତ୍ତୋଲ ଥାନା ଅରିଲ ଗ୍ରାମ ଅବସ୍ଥିତ। ଏ ଗ୍ରାମଟି ପାଇକା
ଓ ମୁକୁପାଇକା ନଦୀର ମଧ୍ୟସ୍ଥଳରେ ରହିଛି। ସେଇ ଗାଁ ପାଖ ଗହୀର ଜମି ରାଧାକାନ୍ତ ଠାକୁରଙ୍କର। ସେଇ ଜମି ମଧ୍ୟରେ ଏକ ଉଇହୁଙ୍କା ଥିଲା। ଗ୍ରାମର ପୁରୁଖା ଲୋକ ଓ ବୁଢ଼ୀମାନେ କହନ୍ତି, କେନ୍ଦ୍ରାପଡ଼ା ବଳଦେବଜୀଉଙ୍କୁ ମନାସୁଥିବା ଭୋଗ ନ ପାଇ ପାରିଲେ ଏହି ରାଧାକାନ୍ତ ହୁଙ୍କା ପାଖରେ ସମର୍ପଣ କରିଦିଆଯାଇଥାଏ। ଏହି ହୁଙ୍କାଟି କଣ୍ଟକିତ ଗୁଳ୍ମ ଦ୍ୱାରା ଆଚ୍ଛାଦିତ ବହୁ ସର୍ପଙ୍କର ବାସସ୍ଥଳୀ। ମୁଖ୍ୟ ସର୍ପଟି ଅତି ଭୟଙ୍କର। 1962ରେ ଏହି ହୁଙ୍କା ମଧ୍ୟରେ ଶିଶୁ ଅନନ୍ତଙ୍କ ଆଭାସ ଉଦ୍ଭାସିତ ହୋଇଥିବାର ଜଣାଯାଏ। ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପାଖଡ଼ ଗ୍ରାମରେ ସତ୍ୟାନନ୍ଦ ସାହୁ ସେହି ହୁଙ୍କା ବାଟେ ଯାଉଥିଲେ। ହୁଙ୍କା ପାଖ ହିଡ଼ ମୁଣ୍ଡରୁ ଜଣେ ବାବାଜୀ ତାଙ୍କୁ ଡାକିଲେ। ତାଙ୍କଠାରୁ ପାଚିଲା କଦଳୀ ଖାଇବାକୁ ମାଗିଲେ। ନାମ ପଚାରିବାରୁ କହିଲେ, ମୁଁ ଶିଶୁ ଅନନ୍ତ। କଦଳୀ ଖାଇ ସେ ଅଦୃଶ୍ୟ ହୋଇଗଲେ। ସେହିଦିନଠାରୁ ଶିଶୁ ଅନନ୍ତଙ୍କ ନାମ ପ୍ରଚାରିତ ହେଲା। ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ, ପଞ୍ଚସଖାଙ୍କ ମଧ୍ୟରୁ ମହାପୁରୁଷ ଅନନ୍ତ ଦାସ ଶିଶୁ ସମ୍ପ୍ରଦାୟର ପ୍ରବର୍ତ୍ତକ ହୋଇଥିବାରୁ ଶିଶୁ ଅନନ୍ତ ଦାସ ନାମରେ ସର୍ବତ୍ର ପରିଚିତ। ବଳିଆ ବାବା କହନ୍ତି, ଶିଶୁ ଅନନ୍ତ ହେଉଛନ୍ତି ସତ୍ୟର ଶେଷ ଦେବ ନୃସିଂହ, ତ୍ରେତୟାର ରାମ ଲକ୍ଷ୍ମଣ, ଦ୍ୱାପରର କୃଷ୍ଣ ବଳରାମ, ଜଗନ୍ନାଥ ଚେତନାର ଜଗନ୍ନାଥ ବଳଦେବ ଓ ବୈଷ୍ଣବ ଦର୍ଶନର ଗୌର ନିତାଇ। ଶିଶୁ ଅନନ୍ତ ଜଣେ ପ୍ରସିଦ୍ଧ ଯୋଗସାଧକ ଥିଲେ। ସିଏ ସ୍ୱକୀୟ ଯୋଗ ବଳରେ ଜଗତର ପିତାମାତା ଲକ୍ଷ୍ମୀନାରାୟଣଙ୍କର କୋଳରେ ଶିଶୁ ପ୍ରଦ୍ୟୁମ୍ନଙ୍କ ରୂପରେ ଖେଳିଥିଲେ। ତାଙ୍କ ନାମରେ ଅନେକ ଗ୍ରନ୍ଥମାନ ରଚିତ ହୋଇଛି। ଶିଶୁ ଅନନ୍ତଙ୍କ ତତ୍ତ୍ୱଜ୍ଞାନ ସମ୍ବଳିତ ରଚନା ଅପେକ୍ଷା ତାଙ୍କ ଭବିଷ୍ୟବାଣୀ ମାଳିକା ଅଧିକ ଲୋକପ୍ରିୟତା ବୋଲି ଆମମାନେ କହିପାରିବା। ଏବେ ଆମେ ଯଶୋବନ୍ତ ଦାସଙ୍କ ସମ୍ପର୍କରେ ଜାଣିବା। ଯଶୋବନ୍ତ ଦାସ ଓଡ଼ିଶାରେ ଜନ୍ମିତ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ ଭକ୍ତ କବି ଥିଲେ ଓ ଓଡ଼ିଆରେ ପୁରାଣ ରଚନା କରିବାରେ ଅନ୍ୟତମ ଥିଲେ। ସେ ଅନେକ ଭକ୍ତି କବିତା ରଚନା କରିଥିଲେ। ଯଶୋବନ୍ତ ଓଡ଼ିଆ ସାହିତ୍ୟର ପଞ୍ଚସଖା ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ବଳରାମ ଦାସ, ଅନନ୍ତ ଦାସ ଯଶୋବନ୍ତ ଦାସଙ୍କ ଭିତରୁ ଜଣେ। ଏହି ପଞ୍ଚସଖା ଓଡ଼ିଶାରେ ଭକ୍ତି ଧାରାର ଆବାହକ ଥିଲେ ଓ ସେମାନଙ୍କ କାଳରେ ଅନେକ ଓଡ଼ିଆ ଭକ୍ତି ସାହିତ୍ୟର ସୃଷ୍ଟି ହୋଇଥିଲା। ଯଶୋବନ୍ତ ଦାସଙ୍କ ରଚନାବଳୀ ମଧ୍ୟ ଆମେ ଦେଖିନେବା। ଅଢ଼ଙ୍ଗ ଗଢ଼ମାଳିକା, ଆତ୍ମପରତେ ଗୀତା, 84 ଆଜ୍ଞା, ପ୍ରେମଭକ୍ତି ବ୍ରହ୍ମଗୀତା, ବଣଭୋଜି, ମନ୍ତ୍ରବୋଲି, ଶିବ ସୂର୍ଯ୍ୟୋଦୟ, ସଂସ୍କୃତ ସୂର୍ଯ୍ୟୋଦୟଲେଶ ଶୀର୍ଷକ ଗ୍ରନ୍ଥର ବିଷୟବସ୍ତୁ ଅବଲମ୍ବନରେ ରଚିତ। ଗୋବିନ୍ଦ ଚନ୍ଦ୍ର। ଏ ଥିଲା ପଞ୍ଚସଖା ଯୁଗର ସମସ୍ତ କଥାବସ୍ତୁ ବା ପଞ୍ଚସଖା ଯୁଗର ପ୍ରମୁଖ କବିମାନଙ୍କ ସମ୍ପର୍କିତ ଏକ ସାମୂହିକ ଆଲୋଚନା। ଏ ଆଲୋଚନାଟି ଯଦି ପାଠକମାନଙ୍କୁ କିଛି ମାତ୍ରାରେ ସହଯୋଗ କରିପାରେ, ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ପ୍ରଦାନ କରିବେ। ନିଜେ ଦେଖିବା ସହିତ ସାଙ୍ଗସାଥିମାନଙ୍କୁ ମଧ୍ୟ ସେୟାର କରିବା ପାଇଁ ଅନୁରୋଧ।